ମୁଁ ଜ୍ୟୋତିଷାଚାର୍ଯ୍ୟ ସଞ୍ଜୀବ କୁମାର ମିଶ୍ର ମୋର ଜ୍ୟୋତିଷ ୟୁଟ୍ୟୁବ୍ ଚ୍ୟାନେଲରେ ସମସ୍ତ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ ସୁସ୍ୱାଗତ। ଆଜି ମୋ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ କହିବି, ଯଦି ଜନ୍ମଜାତକରେ ଯଦି ରାହୁଙ୍କର ଯଦି ଖରାପ ସ୍ଥିତିରେ ଅଛି ତାର ଫଳ କ'ଣ ହେଇଥାଏ ସେ ସମ୍ପର୍କରେ ଦର୍ଶକ ବନ୍ଧୁମାନଙ୍କ ପାଇଁ ଗୋଟେ ସୁନ୍ଦର ଭିଡ଼ିଓ ମୁଁ ପ୍ରସ୍ତୁତ କରିଅଛି। ଆସନ୍ତୁ ଆମେମାନେ ସେ ସମ୍ପର୍କରେ ଆଲୋଚନା କରିବା। ଯଦି ଜନ୍ମଜାତକରେ ରାହୁଙ୍କର ଯଦି ଖରାପ ସ୍ଥିତିରେ ଯଦି ଅଛି ତାହେଲେ ଆତ୍ମବିଶ୍ୱାସରେ ଆପଣ କମି ଅନୁଭବ କରିବେ। ମାନ ସମ୍ମାନ ପ୍ରତିଷ୍ଠାତା ହାନି କରାଇଥାଏ। ମାନସିକ ପୀଡ଼ା ଆପଣ ପ୍ରାପ୍ତ କରିବେ। ଜେଲ୍ ଯାତ୍ରା କରାଇଥାଏ। ଚର୍ମଜନିତ ସମସ୍ୟା ଦେଖା ଦେଇଥାଏ। ଘରର ଆପଣଙ୍କର ପରିବାର କାହାର ଅକାଳ ମୃତ୍ୟୁ ହୋଇଥାଏ। ଦୁର୍ଘଟଣା ଘଟିଥାଏ। ଦୁର୍ଘଟଣାରେ ଅଙ୍ଗ ହାନି ହୋଇଥାଏ। ନିଜ ଜାତି ଦ୍ୱାରା ମାନ ସମ୍ମାନ ପ୍ରତିଷ୍ଠାତା ହାନି କରାଇଥାଏ। ଗୁପ୍ତ ଶତ୍ରୁ ଦ୍ୱାରା ଆଘାତ ପ୍ରାପ୍ତ କରିବେ। ସ୍ମୃତି ଶକ୍ତିରେ ହ୍ରାସ ଦେଖାଦେବ। ନେଗେଟିଭ ଥଟ୍ ଅତ୍ୟଧିକ ମାତ୍ରାରେ ଆପଣଙ୍କର ଦେଖାଦେବ। ବିଦ୍ୟା ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ତା ସହିତ ଆପଣଙ୍କର କ୍ୟାନ୍ସର ଜନିତ ସମସ୍ୟା, ହୃଦୟ ରୋଗ ଜନିତ ସମସ୍ୟା, ତା ସହିତ ଆପଣଙ୍କର ମୁଣ୍ଡ ଜନିତ ସମସ୍ୟା ଏବଂ ତା ସହିତ ଆପଣଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ କରାଇଥାଏ। କୁଷ୍ଠ ରୋଗ ଜନିତ ସମସ୍ୟା ମଧ୍ୟ କରାଇଥାଏ। ତା ସହିତ ଅଯଥା ଖର୍ଚ୍ଚ କରାଇଥାଏ। ପାରିବାରିକ ଅଶାନ୍ତି ଦେଖା ଦେଇଥାଏ। ଏକ୍ସଟ୍ରା ମ୍ୟାରିଟାଲ ଏଫେୟାର ମଧ୍ୟ କରାଇଥାଏ ଯଦି ରାହୁଙ୍କର ଖରାପ ସ୍ଥିତି ଯଦି ଅଛି, ଯଦି ଶୁକ୍ର ସହିତ ଯଦି ଯୁକ୍ତ ହେଇଛି। ତା ସହିତ ଆପଣଙ୍କର ସ୍ତ୍ରୀ ସହିତ ସର୍ବଦା ମତଭେଦ ମତପାର୍ଥକ୍ୟ ମଧ୍ୟ ଲାଗି ରହିଥାଏ ଯଦି ରାହୁଙ୍କର ଖରାପ ସ୍ଥିତିରେ ଯଦି ଅଛି। ତା ସହିତ ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ଯଦି ରାହୁଙ୍କର ଯଦି ଖରାପ ସ୍ଥିତିରେ ଅଛି। ଯଦି ଆପଣମାନଙ୍କୁ ଭିଡ଼ିଓଟା ଭଲ ଲାଗିଲା ନିହାତି ଭାବରେ ଆପଣମାନେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ବି କରିବେ ଏବଂ ସବସ୍କ୍ରାଇବ୍ କଲାବେଳେ ବେଲ୍ ଆଇକନ୍କେ ପ୍ରେସ୍ କରିଦେବେ। ଆଗାମୀ ଦିନରେ ଯେଉଁ ଭିଡ଼ିଓ ଗୁଡ଼ିକ ଆଇବ ଆପଣମାନେ ସମ୍ପୂର୍ଣ୍ଣ ପ୍ରାପ୍ତ କରିପାରିବେ। ଏନ୍ତା ନୂଆ ନୂଆ ଭିଡ଼ିଓ ଦେଖବାର୍ ଲାଗି ସବୁବେଳେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍। ଏତିକି ମୁଁ ବ୍ୟକ୍ତିବିଶେଷମାନଙ୍କୁ ଅନୁରୋଧ କରୁଛେ। ଯଦି ଆପଣମାନଙ୍କର କିଛି ସମସ୍ୟା ଅଛି, ସମସ୍ୟା ଯଦି ସମାଧାନ ସୂତ୍ର ପାଇବାର୍ ଲାଗି ଚାହୁଁଛନ୍ ତାହେଲେ 7750995617 ନମ୍ବରରେ ମୋତେ ଯୋଗାଯୋଗ କରିପାରିବେ। ନମସ୍କାର ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଗାମୀ ଅଧ୍ୟାୟରେ ପୁଣି ଏକ ନୂଆ ବିଷୟରେ। ଧନ୍ୟବାଦ।